ओं नमो भगवते वासुदेवाय नारायण नमस्कृतं नरचैव नरोत्तमं देवी सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुलघयति गिरिजत्कृपातमः वन्दे परमानन्दमाधवं निगमकल्पतरुगलितं फलश्रुतं मुखादृतं द्रवसंयुतं पिबत भागवतं रसामलय मुहुर्मुहुरसिका भुवि बभूवैका। षष्ठाध्याय श्रीसुतोवाच सौनक आदि मुनि मध्ये सुत कहन्ति जे आनन्दे शृण सकल मुनिजन से व्यास नारद बचन एमन्ते नारदर बाणी सत्यवतीर पुत्र शुणी नारद जन्म कर्म जेते कृष्णଙ୍କୁ भजिले जेमन्ते ए सर्व कथा जाणिबारे पुଣି पुछिले आउ थरे व्यासोवाच गले सन्यासी ଯେଉଁ ଦିନ ତୁମ୍ଭଙ୍କୁ କରି ମନ୍ତ୍ରଦାନ ସନ୍ତୋଷେ ଦେଇ କୃଷ୍ଣ ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା ତଦନ୍ତରେ କଲ ଯେ କେଶ ତୁମ୍ଭେ ଯେ ଅଳପ ବୟସ ଜନ୍ମ ସର୍ଜନା ପ୍ରଜାପତି ବାଳ ବାଳକୁ ଯେ ଭକତି କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ କାଳ ପ୍ରବେଶ ମୁନିବର କେହ୍ନେ ଛାଡ଼ିଲ କଳେବର ପୂର୍ବ କଳ୍ପର ଯେ ବିଚାର କି ରୂପ ଦେଲେ ଜାତି ସ୍ମର ତୁମ୍ଭର ଦେହୁ ଜ୍ଞାନ ଅନ୍ତେ କାଳ ନ ହୋଇଲା କେମନ୍ତେ ଏମନ୍ତେ ବ୍ୟାସ ମୁଖୁ ଶୁଣି ବ୍ରହ୍ମାନନ୍ଦନ ବାକ୍ୟ ଭଣି ନାରଦୋବାଚ ଶୁଣ ହେ ମୁନି ସୁଧ ଚିତା ଯେ ଜନ୍ମ କର୍ମର ବାରତା ମତେ ପରମା ଜ୍ଞାନ ଦେଇ ବିପ୍ର ଯେ ଗଲେ ପଥ ବାହି ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ ଦିନ ବଞ୍ଚଇ ମାତା କୋଳେ ମନ ମଥାଏ ତାଙ୍କ ମେଳେ ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ ଏକଇ ପୁତ୍ର ତାର ମୁହିଁ ସେ ମତେ ଦଣ୍ଡେ ନ ଛାଡ଼ଇ ସ୍ନେହ ପୋଷଇ ନୀତି ନୀତି ମତହୁ ନାହିଁ ଅନ୍ୟ ଗତି ସେବଇ ବିପ୍ର ଘରେ ମତେ ନ ଚାହେଁ ଆତ୍ମାର ଆୟତେ ମୋର ନିମିତ୍ତେ ଭିକ୍ଷା ଅନ୍ନ ବହୁତ କଳ୍ପେ ତାର ମନ ଅନ୍ନ ବା ସେ ପାଇବ କାହିଁ ବ୍ରାହ୍ମଣ ଘରେ ଯା ମିଳଇ ମୋର ଭୁଞ୍ଜିଲା ଅବଶେଷ ମୋର ଜନନୀ କରେ ଗ୍ରାସ ସଂସାର ଈଶ୍ୱର ଆୟତେ କାଷ୍ଠ ପିତୁଳି ଯେହ୍ନେ ହସ୍ତେ ମୁଁ ଯେ ବ୍ରାହ୍ମଣ ଘରେ ଥାଇ ଦିଗ୍ବେଶ କାଳ ନ ଜାଣଇ ବାଳକ ପଞ୍ଚମ ବରଷ ବଞ୍ଚଇ ଜନନୀର ପାଶ ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଦହନେ ଯାଆନ୍ତେ ପଥେ ଘରୁ ଆସି ସର୍ପେ ମିଳିଲେ ଆଗେ ଆସି ବିଧାତା ବଳେ ସେ ଦଂଶିଲା ତକ୍ଷଣେ ଜନନୀ ମମଲା ମୁଁ ଯେ ମାତାଙ୍କୁ ଅଗ୍ନି ଦେଇ ଭାଳଇ ଚତୁର୍ଦିଗ ଚାହିଁ ତାର ମରଣ ମୋ କଲ୍ୟାଣ ମଣିଲି କଲେ ଭଗବାନ ବିପ୍ରଙ୍କ ତହିଁ ମୋର ମନ ଭାଳି ହୁଅଇ ଛନ ଛନ ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ ଅନେକ ଦୂର ଗ୍ରାମେ ଗ୍ରାମେ ବିପ୍ରଙ୍କୁ ଖୋଜି ପଥ ଶ୍ରମେ ଖଟେ ଖବଟ ବାଟି ମନେ ଦୁର୍ଗମ ପର୍ବତ କାନନେ ହସ୍ତି ସେବିତ ବନ ଆଦି ଯେ ପର୍ଣ୍ଣ ଚିତ୍ର ପୁଣ୍ୟ ନଦୀ ପବିତ୍ର ଜଳାଶୟ ତୀର୍ଥେ ଦେବ ସେବନ୍ତି ଯାହା ନିତେ ଉତ୍ତମ ସରୋବର ବନେ ହଂସ ସାରସ ସୁକ ସ୍ୱନେ ପୁଣି ଗମିଲି ଘୋର ଦେଶେ ପୂରିତ ଜଳ କାଳ କୋଶେ ବିଷମ ଲତା ଗୁଳ୍ମ ସାର ଦିଶଇ ଘୋର ଅନ୍ଧକାର ସର୍ପ ଭଲୁକ ସିଂହ ଚାହିଁ ବନେ ଗମଇ ଏକା ମୋହି ଏମନ୍ତେ ଭ୍ରମୁ ଘୋର ପଥେ ଶ୍ରମେ ପିପାସା ବିଭୁକ୍ଷିତେ ଏମନ୍ତେ ଯାଇ ପାଦେ ପାଦେ ଶ୍ରମେ ପଶିଲି ନଦୀ ହ୍ରଦେ ଶୀତଳ ଜଳେ ସ୍ନାନ ପାନ କରନ୍ତେ ଗଲା ମୋର ଶ୍ରମ ସେ ନଦୀ ତରେ ପ୍ରାଣ ପଶି ଅଶ୍ୱତ୍ଥ ତରୁ ମୂଳେ ବସି ବିପ୍ରଜନଙ୍କର ବଚନେ ଆତ୍ମାର ଆତ୍ମା ଅବଧାନେ କୃଷ୍ଣର ପାଦ ପଦ୍ମ ଯୁଗେ ଧ୍ୟାନ ମୁଁ କରି ଦୃଢ଼ ଭାବେ ଉତ୍କଣ୍ଠେ ଗଦ୍ଗଦ ବଚନ ଅଶ୍ରୁ ଉଦକେ ନେତୃପୂର୍ଣ୍ଣ ଅତ୍ୟନ୍ତ ପ୍ରେମ ଭୋର ଦେହ ଉଦ୍ଗମ ହେଲା ତନୁଗ୍ରହ ଆନନ୍ଦ ସାଗରେ ବୁଡ଼ିଲି ଉଭୟ ଲୋକ ନ ଜାଣିଲି ତକ୍ଷଣେ ପରମ ଆନନ୍ଦ ହରି ବିଜୟ ମୋର ହୃଦେ କି ଦେବା ପଟାନ୍ତର ମନ ବଚନ ଅଗୋଚର ଦେଖି ଉଠିଲି ତତକ୍ଷଣେ ବିକଳ ଚିତ୍ତ କରସଣେ ପୁଣି ରହିଲି ଦୃଢ଼ ଚିତ୍ତେ ସେ ରୂପ ଦେଖିବା ନିମନ୍ତେ ସେ ହରି ହରିଲେ ମୋ ମନ ଘୋର ଅନ୍ଧାରେ ଦିବ୍ୟ ଜ୍ଞାନ ବାହୁଡ଼ି ଚାହିଁଲେ ଭିତରେ ଦିଶେ ଆକାଶ ଅଭ୍ୟନ୍ତରେ ଭିତର ବାହାରେ ନ ପାଇ ଆକୁଳେ କମ୍ପେ ମୋର ଦେହି ଏମନ୍ତ ଅନ୍ତରିକ୍ଷ ବାଣୀ କର୍ଣ୍ଣ ଯୁଗଳ ମୁଖେ ଶୁଣି ମୁହିଁ ବଚନ ଅଗୋଚର ସ୍ୱଭାବେ ଗଭୀର ସ୍ୱସ୍ୱର
प्रसन्न हेला मोर मन शुणिली आकाश बचन ए जन्म तू देखिबु काहीं मोहर आदि अंत नाही जे जोगी जनकर चित कर्म वासनारे जड़ित যাবত শুভাশুভ কর্ম চিত্ত আকৃষ্ট মতি ভ্রম ভেট যে পাইব কেমন্তে কর্ম আবরি নানা মতে ମୋର ସେବକ ସେବା କାଳେ ତୁଜେ ବଞ୍ଚିଲୁ ସାଧୁ ମେଳେ ତେଣୁ ଦେଖିଲୁ ମତେ ବେଳେ ପ୍ରକାଶ ହୃଦୟ କମଳେ ମୁଁ ତୋର ଚିତେ ନିତ୍ୟ ଥାଇ ତ ଦେହେ ଅମଙ୍ଗଳ ନାହିଁ ତୁଜେ ସାଧୁଙ୍କ ସେବା କରି ଏବେ ତରିବୁ ଭବ ବାରି ଦୃଢ଼ ଭକତି ମୋର ପାଶେ ନିତ୍ୟ ପ୍ରକାଶ ଅପ୍ରମାଦେ ଅନ୍ତେ ପଶିବୁ ମୋ ଭୁବନେ ଏ ଦେହ ଛାଡ଼ି ମୋର ଧ୍ୟାନେ ମୋର ବିଷୟ ତୋର ଗତି କେବେ ହେ ନ ବୁଝୁ ଦୁର୍ଗତି ସୃଷ୍ଟି ପ୍ରଳୟ ବାଧା ଯେତେ କେବେ ହେ ନ ଲାଗଇ ତତେ ମୋ ଅନୁଗ୍ରହ ହେଉ ଆଜ୍ଞା ଏମନ୍ତ ଆକାଶ ବଚନ ସ୍ୱଭାବେ ବାଣୀ ଅନ୍ତକ୍ଷଣ କେ ତାହା ଦେଖିବ ପ୍ରକ୍ଷଣ ସ୍ୱଭାବ ରୂପ ନାହିଁ ଯାର ମହାମହିମ ନିର୍ବିକାର ସେ ବାକ୍ୟ ଶୁଣି ସୁଧ ଚିତ୍ତେ ପ୍ରଣାମ କଲି ତାପୟତେ ଭାବେ ହୋଇଲି କୃତ କୃତ୍ୟ ଶୁଣ ହେ ସତ୍ୟବତୀ ସୁତ ସେ ବିନୁ ନ ଜାଣଇ ଅନ୍ୟ ମୋ ସର୍ବଗତି ଭଗବାନ ଏ ଲାଜ ସର୍ବୋପରି ହରି ଉଚ୍ଚେ ଗୋବିନ୍ଦ ନାମ ଧରି ଅନନ୍ତ ଗୁଣ ତାର ଯେତେ ଚିତ୍ତ ସୁମରି ଅବିରତେ ପୃଥିବୀ କରି ପର୍ଯ୍ୟଟନ ବିଗତ ରାଗ ତୁଷ୍ଟ ମନ ଏମନ୍ତେ ଭ୍ରମି ଅନୁଦିନ ନିର୍ମଳ ହୋଇଲା ମୋ ମନ ମରଣ ସମୟ ନିୟତ କାଳ ହୋଇଲା ଉପଗତ ସଂଶୟ ସ୍ଥିର ମୋର ମନେ ବିଜୁଳି ଯେହ୍ନେ ନୀଳ ଘେନେ ଦିବ୍ୟ ଶଙ୍କର ମୁହିଁ ଦେଖି ତକ୍ଷଣେ ଶରୀର ଉପେକ୍ଷି ଆନନ୍ଦେ କୃଷ୍ଣ ଅନୁଗ୍ରହ ଶୂନ୍ୟେ ଗମିଲି ଦିବ୍ୟ ଦେହ କଳ୍ପନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖି ନ ଉଦରେ କ୍ଷୀର ଜଳଧି ମଧ୍ୟ ସ୍ଥିତ ଅନନ୍ତ ଶୟନେ ଅନନ୍ତ ପଶିଲି ତାର ଆଭ୍ୟନ୍ତରେ ନିର୍ଲୋପ ନିର୍ମଳ ଶରୀରେ ତହୁଁ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା ତକ୍ଷଣେ ବ୍ରହ୍ମରୂପ ଧରି ଭୂମି ଭିଆଇ ସୃଷ୍ଟି କରି ମରିଚି ଆଦି ସପ୍ତପୁତ୍ର ବ୍ରହ୍ମା ମନରୁ ହୁଏ ଜାତ ମୁହିଁ କହିଲି ତାଙ୍କ ମେଳେ ସମ୍ଭୂତ ବିଗତର କାଳେ ନିଶ୍ଚଳ ଚିତ୍ତେ ଦୃଢ଼ବତେ ଏ ତିନି ଲୋକେ ଭ୍ରମ ନିତେ କୃଷ୍ଣର ଭାବେ ଭ୍ରମି ନୀତି ମୋହର ଅଭ୍ୟଗତି ରୀତି କୃଷ୍ଣର ଭକ୍ତି ଭାବ ବଳେ ମୁହିଁ ଗମଇ ଅନ୍ତରାଳେ ଦେବଙ୍କ ମଧ୍ୟେ ମୁହିଁ ଥାଇ ନୃତ୍ୟ କରଇ କୃଷ୍ଣ ଗାଇ ଶୁଣି ସନ୍ତୋଷ ମୋର ବାଣୀ ବୀଣା ଗୋଟିଏ ଦେଲେ ଆଣି ଗାନ୍ଧାର ରାଗେ ବିଭୂଷଣା ସାମରୁ ନାଦ ତିନି ଗୁଣା ଶୁଭେ ମୂର୍ଚ୍ଛିତ ନାଦ ବାଣୀ ଆନନ୍ଦେ କୃଷ୍ଣ ନାମ ଶୁଣି ନିରତେ ଭ୍ରମଇ ଜଗତ ଶୁଣ କହିବା ଆଉ ଯେତ ହରିର ଅଭୟ ଚରଣ ଅଶେଷ ତୀର୍ଥର କାରଣ ସେ ପଦ କଲି ସୁମରଣ ଶୀଘ୍ର ମୋ ଚିତ୍ତେ ନାରାୟଣ ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ ସେ ହରି ଚରିତର ଗୁଣ ଭୋମୁନି ସାବଧାନେ ଶୁଣ ଭବସାଗରେ ଯେତେ ନର ଆରତେ ଚିତ୍ତେ ଆଭ୍ୟନ୍ତର ବିଷୟ ରସେ ସୁଯନ୍ତ୍ରିତ କେବେ ହେ ନୁହଁ ସୁଧ ଚିତ ଇଚ୍ଛନ୍ତି ଭବ ସିନ୍ଧୁ ଗର୍ଭେ ସେ ନର କେମନ୍ତେ ତରିବେ କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦ ଭାବେ ଯେହୁ ରସି ହଳେ ତରନ୍ତି ଗୁଣ ଗାଇ ଅନ୍ୟଥା ସୁଖ ଲେଶ ନାହିଁ ଯମ ନିୟମ ଯୋଗ ପଥେ ଯେ ନର ସାଧେ ଅବିରତେ ଏମାନ ପାଇବ ସେ କାହୁଁ ଯେବା ଗୋବିନ୍ଦ ଭାବ ନାହୁଁ ଶୁଣ ହେ ସତ୍ୟବତୀ ସୁତ ଯେ ପୂର୍ବେ ମୋହର ଚରିତ ଜନ୍ମ ଜନ୍ମ କର୍ମ ସଙ୍ଗ ଯେତେ କହିଲି ତୁମ୍ଭର ଅଗ୍ରତେ କହଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟ ବୈଶିକାୟ ପ୍ରଥମ ସ୍କନ୍ଧେ ବ୍ୟାସ ନାରଦ ସମ୍ବାଦେ ନାମ ଷଷ୍ଠ ଅଧ୍ୟାୟ।